ଆଜିର ଭିଡ଼ିଓ ବନ୍ଦେ ଉତ୍କଳ ଜର୍ଣ୍ଣିର ଇମ୍ପୋର୍ଟାଣ୍ଟ MCQ କ୍ୱେଶ୍ଚିନ୍ ଆନ୍ସର ପ୍ରଶ୍ନ ଉତ୍ତର ଆମେ କରି ସାରିଛୁ। ଉପରେ ଆଇ ବଟନ ଅଛି ସେଥିରେ କ୍ଲିକ୍ କରି କ୍ୱେଶ୍ଚିନ୍ ଆନ୍ସର ଆମେ ପାଇପାରିବ। ପ୍ରଥମ ରହୁଛି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ପିତୃତ୍ୱ ଗ୍ରାମ ସମ୍ପତ୍ତି କେଉଁ ଜିଲ୍ଲାରେ ଅନ୍ତର୍ଭୁକ୍ତ? ଭଦ୍ରକ ଜିଲ୍ଲା। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁଠାରୁ ଉଚ୍ଚଶିକ୍ଷା ଲାଭ କରିଥିଲେ? ରେଭେନ୍ସା କଲେଜ। ଓଡ଼ିଶାରେ କାନ୍ତ କବି ରୂପେ କିଏ ସୁପରିଚିତ? ଲକ୍ଷ୍ମୀକାନ୍ତ ମହାପାତ୍ର। ଓଡ଼ିଶାରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ ଉପାଧିରେ ବିଭୂଷିତ କରାଯାଇଛି? କାନ୍ତ କବି। ବୁଢ଼ା ଶଙ୍ଖାରୀ ଗଳ୍ପର ଗାଳ୍ପିକ ଭାବେ କିଏ ଓଡ଼ିଶାର ଜନମାନସରେ ପରିଚିତ? ଲକ୍ଷ୍ମୀକାନ୍ତ ମହାପାତ୍ର। 1923 ମସିହାରେ ପ୍ରକାଶିତ କେଉଁ ପତ୍ରିକାର ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ପ୍ରତିଷ୍ଠାତା ସମ୍ପାଦକ? ଡଗର। କଣା ମାମୁଁ ଉପନ୍ୟାସର ରଚୟିତା ଭାବେ କିଏ ସ୍ୱତନ୍ତ୍ର ସାହିତ୍ୟିକ ମର୍ଯ୍ୟାଦା ପ୍ରାପ୍ତ ହୋଇଛନ୍ତି? ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଙ୍ଗୀତ ଗୁଚ୍ଛର ନାମ କ'ଣ? ଜୀବନ ସଙ୍ଗୀତ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କେଉଁ ସଙ୍ଗୀତ ଜାତୀୟବାଦୀ ଚେତନା ଓ ଦେଶାତ୍ମକ ଭାବନାର ଏକ ମନୋଜ୍ଞ କୃତି ଭାବେ ସ୍ୱୀକୃତ? ବନ୍ଦେ ଉତ୍କଳ ଜନନୀ। କେଉଁ ସଙ୍ଗୀତ ଓଡ଼ିଶା ସରକାରଙ୍କ ଦ୍ୱାରା 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରାପ୍ତ ହୋଇଛି? ବନ୍ଦେ ଉତ୍କଳ ଜନନୀ। କବି ଲକ୍ଷ୍ମୀକାନ୍ତ ମହାପାତ୍ର କବିତାର ପ୍ରାରମ୍ଭରେ କାହାର ଗୁଣ କୀର୍ତ୍ତନ ପୂର୍ବକ ପଦବନ୍ଦନା କରିଛନ୍ତି? ଉତ୍କଳ ଜନନୀଙ୍କ। ହାସ୍ୟମୟୀ ଭାବେ କବି କାହାକୁ ଚିତ୍ରିତ କରିଛନ୍ତି? ଉତ୍କଳ ଜନନୀ। କବି ଲକ୍ଷ୍ମୀକାନ୍ତ ମହାପାତ୍ର କାହାକୁ ସୁବାସିନୀ ବୋଲି କହିଛନ୍ତି? ଉତ୍କଳ ଜନନୀ। ଚାରୁ ହାସ୍ୟମୟୀ ଚାରୁ ଭାଷମୟ ବୋଲି କବି କାହାକୁ କହିଛନ୍ତି? ଉତ୍କଳ ଜନନୀଙ୍କୁ। ସମୁଦ୍ରର ପୂତ ଜଳଧାରା ଉତ୍କଳ ଜନନୀର ଶରୀରକୁ କ'ଣ କରୁଛି? ଧୌତ କରୁଛି। ଉତ୍କଳ ଜନନୀର ଶରୀରକୁ କିଏ ଆଗ୍ରହ ସହକାରେ ଧୌତ କରୁଛି? ପବିତ୍ର ସମୁଦ୍ର ଜଳ। ମହୋଦ ଧୀର ବେଳାଭୂମି କେଉଁଥିରେ ଶୋଭାନ୍ୱିତ? ତାଲତମାଲ। ତାଲତମାଲ ବୃକ୍ଷରାଜି ଦ୍ୱାରା କାହାର ତଟଦେଶ ସୁଶୋଭିତ? ଉତ୍କଳ ଜନନୀର ଶୋଭା ବଢ଼ାଉଥିବା ସମୁଦ୍ରର। ସମୁଦ୍ରର କେଉଁ ସ୍ଥାନ ବୃକ୍ଷ ଦ୍ୱାରା ବଳୟିତ ହୋଇ ସୁଶୋଭିତ? ତଟଦେଶ। ସ୍ୱଚ୍ଛ ଜଳ ଧାରଣ କରିଥିବା ତଟିନୀ ତଟଦେଶରେ କ'ଣ ପ୍ରବାହିତ ହେଉଛି? ଶୀତଳ ପବନ। ଉତ୍କଳ ଜନନୀର ଶରୀର କାହାର ଅସରନ୍ତି ଶ୍ୟାମରେ ଶୋଭାରେ ଅପରୂପ ହୋଇଛି? ଘଞ୍ଚ ବନଭୂମିରେ। ଉତ୍କଳ ଜନନୀର ଶରୀରକୁ ନୀଳ ଧୂସରମାଲା କେଉଁ ରୂପରେ ଶୋଭା ବନ୍ଦନ କରାଉଛି? ତରଙ୍ଗ। ଉତ୍କଳ ଜନନୀଙ୍କର ଆକାଶ କାହାର ମଧୁର କଲରବରେ ମୁଖରିତ ହେଉଥାଏ? ଚାରୁ ବିହଙ୍ଗ। ଉତ୍କଳର ଶସ୍ୟକ୍ଷେତ୍ର କେଉଁଥିରେ ପରିପୂର୍ଣ୍ଣ? ଉତ୍କଳ ଶସ୍ୟକ୍ଷେତ୍ର ସୁନ୍ଦର
ଶାଲିରେ ପରିପୂର୍ଣ୍ଣ ହୋଇଛି। ସୁନ୍ଦର ଶାଲିରେ। ଉତ୍କଳ ଜନନୀର ଚକ୍ଷୁ କାହାର ପ୍ରଦର୍ଶନରେ ଉଦ୍ଭାସିତ? ଜ୍ଞାନ ବିଜ୍ଞାନ। ଉତ୍କଳ ଜନନୀ କାହାକୁ ନିଜ ଶରୀରରେ ସ୍ଥାନ ଦେଇ ପୂତ ପବିତ୍ର ଓ ମହାନୀୟ ହୋଇଛି? ଯୋଗୀ ଋଷିଙ୍କ କୁଟୀରକୁ। ଉତ୍କଳ ମାର ଭୂମି କାହା ଦ୍ୱାରା ବିମଣ୍ଡିତା? ସୁନ୍ଦର ମନ୍ଦିର ମାନଙ୍କରେ। ଉତ୍କଳ ଜନନୀର ବେଶ କାହା ଦ୍ୱାରା ସୁଭୂଷିତ ତଥା ଆକର୍ଷିତ? ଚାରୁ କଲା। ଅନେକ ପୁଣ୍ୟ ତୀର୍ଥରେ କେଉଁ ପ୍ରଦେଶ ପରିପୂର୍ଣ୍ଣ? ଉତ୍କଳ। ଉତ୍କଳ ଜନନୀଙ୍କ ଶରୀର କାହାର ରକ୍ତରେ ଅନୁରଞ୍ଜିତ? ଶତ୍ରୁ। କୋଟି ବୀର ପ୍ରବସ ବିନିର ବାସଭୂମି ଭାବେ କାହାକୁ କୁହାଯାଇଛି? ଉତ୍କଳକୁ। କାହାକୁ? ଉତ୍କଳକୁ କୁହାଯାଇଛି। ଓଡ଼ିଶାର କେଉଁମାନେ ବିଶ୍ୱ ଦରବାରରେ ସ୍ନେହଭାଜନ ଅଟନ୍ତି? ଗୁଣୀ ଜ୍ଞାନୀ ଓ ବିଦ୍ୱାନ ମାନେ। ମହାନ କବି ଓ ସୁପୁତ୍ର ମାନଙ୍କ ଦ୍ୱାରା ଉତ୍କଳ ଜନନୀ କିପରି ଚିତ୍ରିତ ହୋଇଛି? ବନ୍ଦନିଆ। ବନ୍ଦନିଆ। ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା ଭାବେ କିଏ ବର୍ଣ୍ଣିତ? ଉତ୍କଳ ଜନନୀ। ପୁଣ୍ୟବତୀ ଧ୍ୟାନ ଉତ୍କଳ ଜନନୀ କିପରି ଚିର ନମସ୍ୟ ଅଟନ୍ତି? ଶରଣ ଦାତ୍ରୀ। 36 ନମ୍ବର। ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ପୈତୃଗ୍ରାମର ନାମ କଣ? ତାଲପଦା। ଗୁରୁ ତାଲପଦା। ଗୁରୁ ରାମଦାସଙ୍କ ପ୍ରରୋଚନାରେ ଲକ୍ଷ୍ମୀକାନ୍ତ କେଉଁଥିରେ ମନୋନିବେଶ କଲେ? ସଙ୍ଗୀତରେ। ଶିକ୍ଷା କ୍ଷେତ୍ରରେ ଲକ୍ଷ୍ମୀକାନ୍ତ କାହିଁକି ଆଗୋଇ ପାରିନଥିଲେ? ଶାରୀରିକ ଅସୁସ୍ଥତାରେ ଥିବା ଯୋଗୁଁ। କେଉଁଟି କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ଅବିସ୍ମରଣୀୟ ଗଳ୍ପ? ବୁଢ଼ା ଶଙ୍ଖାରି। ଡଗର ପତ୍ରିକା କେବେ ପ୍ରକାଶିତ ହୋଇଥିଲା? 1937ରେ। ସବୁଥିରୁ ବଞ୍ଚିତ କରି ପଦଟିର ପରପଦଟି କଣ? କେଉଁ ଯଶ ବାନା ଉଡ଼େଇବ ହେ? ଉତ୍କଳ ଜନନୀଙ୍କୁ ଚାରଭାଷମୟୀ ବୋଲି କାହିଁକି କୁହାଯାଇଛି? ତାଙ୍କ ଭାଷା ସୁନ୍ଦର ଯୋଗୁଁ। ବନ୍ଦେ ଉତ୍କଳ ଜନନୀ କବିତାରେ କବିଙ୍କର ଉତ୍କଳ ଜନନୀ ପ୍ରତି କେଉଁ ଭାବ ପ୍ରକାଶ ପାଇଛି? ଭକ୍ତି ଭାବ। କବିତାରେ ପ୍ରାରମ୍ଭରେ କବି କଣ କହିଛନ୍ତି? ଉତ୍କଳ ମାତାକୁ ବନ୍ଦନା କରିଛନ୍ତି। ତାଲତମାଲ ବୃକ୍ଷ କେଉଁଠାରେ ଶୋଭା ପାଇବା କଥା କବି କହିଛନ୍ତି? ସମୁଦ୍ର ତଟରେ। ଲକ୍ଷ୍ମୀକାନ୍ତ କେଉଁ କବି ଭାବେ ପରିଚିତ? କାନ୍ତ କବି ଭାବେ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମାତାଙ୍କ ନାମ କଣ? ରାଧାମଣୀ ଦେବୀ। ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କଣ ଥିଲା? ଚୌଧୁରୀ
ଭାଗବତ ପ୍ରସାଦ, ସାମନ୍ତରାୟ ମହାପାତ୍ର। ଲକ୍ଷ୍ମୀକାନ୍ତଙ୍କ ରଚିତ ଦେହିପଦ ପଲ୍ଲବ ମୁଦାରାମଟି କ'ଣ? ଗଳ୍ପ ସଂକଳନ। ଅପସନ୍ ଡି ଗଳ୍ପ ସଂକଳନ। ଲକ୍ଷ୍ମୀକାନ୍ତ ରଚିତ ସରିସ ମାଧ୍ୟମ ସାହିତ୍ୟର କେଉଁ ବିଭାଗର ଅନ୍ତର୍ଭୁକ୍ତ? ପ୍ରବନ୍ଧ ସଂକଳନ ବିଭାଗର ଅନ୍ତର୍ଭୁକ୍ତ। ନିମ୍ନଲିଖିତ ଉପନ୍ୟାସ ମଧ୍ୟରୁ କେଉଁଟି ଲକ୍ଷ୍ମୀକାନ୍ତଙ୍କ ଦ୍ୱାରା ରଚିତ? କଣା ମାମୁଁ। ଲକ୍ଷ୍ମୀକାନ୍ତ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? 1888 ମସିହାରେ। ବନ୍ଦେ ଉତ୍କଳ ଜନନୀ ଟି କେବେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଥିଲା? ହେଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। 2020 ମସିହା ଜୁନ 7 ତାରିଖ ଦିନ। ଉତ୍କଳ ଜନନୀଙ୍କ ପାଦକୁ କିଏ ଧୌତ କରିଦିଏ ବୋଲି କବିତାରେ କୁହାଯାଇଛି? ସମୁଦ୍ର ଜଳ। ଶିକର ଶବ୍ଦର ଅର୍ଥ କ'ଣ? ଶିକର ଶବ୍ଦର ଅର୍ଥ ହେଲା ଜଲକଣା। ରାଜିତ ଶବ୍ଦର ଅର୍ଥ କ'ଣ? ଶୋଭା ପାଏ। କାହାକୁ ତରଙ୍ଗ ସହିତ ତୁଳନା କରାଯାଇଛି? ନୀଳ ପର୍ବତମାଲା ସହିତ। ନୀଳ ଭୂଧରମାଲା ଉତ୍କଳ ଜନନୀଙ୍କ ବକ୍ଷରେ କିପରି ଶୋଭା ପାଆନ୍ତି? ତରଙ୍ଗ ସଦୃଶ୍ୟ ହୋଇ। କାହାର କଲବରରେ ଆକାଶ ମୁଖରିତ ହୁଏ? ବିହଙ୍ଗ। ଉତ୍କଳ ଜନନୀଙ୍କ କ୍ଷେତ୍ରଗୁଡ଼ିକ କେଉଁଥିରେ ଶୋଭା ପାଆନ୍ତି? ଶାଲିଥିରେ। କେଉଁଥିରେ ଉତ୍କଳ ଜନନୀଙ୍କ ନେତ୍ର ଉଦ୍ଭାସିତ? ଜ୍ଞାନ ଓ ବିଜ୍ଞାନ। ମୁନି ଋଷିମାନଙ୍କର ବାସସ୍ଥାନକୁ କ'ଣ କୁହାଯାଏ? ଉଟଜ। କେଉଁମାନଙ୍କ ବାସସ୍ଥାନ ଦ୍ୱାରା ଉତ୍କଳ ଭୂମି ପବିତ୍ର? ଯୋଗୀ ଋଷିମାନଙ୍କ ଦ୍ୱାରା। କେଉଁମାନଙ୍କର ବାସଭୂମି ହେଉଛି ଉତ୍କଳ? ବୀର ଓ ଯୋଦ୍ଧା। ଗେହ ଶବ୍ଦର ଅର୍ଥ କ'ଣ? ଘର। ଓଡ଼ିଶାର ଜ୍ଞାନୀ ଗୁଣୀମାନେ କେଉଁଠାରେ ସ୍ନେହଭାଜନ ହୋଇପାରିଛନ୍ତି? ସମଗ୍ର ବିଶ୍ୱରେ। କେଉଁମାନଙ୍କ ଦ୍ୱାରା ଉତ୍କଳ ଜନନୀ ବନ୍ଦନିଆ? ମହାନ କବି ଓ ସୁପୁତ୍ରଙ୍କ ଦ୍ୱାରା। ଉତ୍କଳ ଜନନୀ କେଉଁଥିପାଇଁ ଚିର ନମସ୍ୟ? ଶରଣ ଧାତ୍ରୀଙ୍କ ପାଇଁ। କେଉଁଥିରେ ଉତ୍କଳ ଜନନୀଙ୍କ ବେଶ ଶୋଭା ପାଏ? କଲାକୃତିରେ। ଚର୍ଚ୍ଚିତ ଶବ୍ଦର ଅର୍ଥ କ'ଣ? ବୋଲି ହେବା। କୃତବର ଶବ୍ଦର ଅର୍ଥ କ'ଣ? ସୁପଣ୍ଡିତ। ଲକ୍ଷ୍ମୀକାନ୍ତ ମହାପାତ୍ର କେବେ ଇହଲୋକ ତ୍ୟାଗ କରିଥିଲେ? 1955 ମସିହାରେ। ବନ୍ଦେ ଉତ୍କଳ ଜନନୀର କବି କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ମୌଳିକ ଶବ୍ଦର ଅର୍ଥ କ'ଣ? ମୌଳିକ ଶବ୍ଦର ଅର୍ଥ ହେଲା ମୁକୁଟ। ବନ୍ଦେ ଉତ୍କଳ ଜନନୀ କବିତାଟି କି ପ୍ରକାର କବିତା? ଦେଶାତ୍ମକ ବୋଧ କବିତା। ଅପସନ୍ ସି ରହିଲା ବନ୍ଦେ ଉତ୍କଳ ଜନନୀର ଇମ୍ପୋର୍ଟାଣ୍ଟ MCQ